ମୁଁ ପ୍ରଥମେ ଥିଲି କଂଗ୍ରେସରେ। ମୋ ରକ୍ତ ହେଉଛି କଂଗ୍ରେସ, ମୋ ପିଲାବେଳୁ କଂଗ୍ରେସ ମୋ ପରିବାର। କିନ୍ତୁ ମଝିରେ 5 ବର୍ଷ ପାଇଁ ମୁଁ ବିଜେପି ଯାଇଥିଲି। ଅସୁବିଧା କିଛି ନାହିଁ, ଗୋଟେ ଟ୍ରାନ୍ସମିଟର ପାଇଁ ମୁଁ ଯେତେବେଳେ ମନମୋହନ ସିଂ ବାବୁଙ୍କୁ ଅନୁରୋଧ କଲି, ସେ ଟ୍ରାନ୍ସମିଟର ମୋତେ କରାଇଥିଲେ। ସେଇଥିପାଇଁ ସେଇ ଦିନରୁ ତାଙ୍କୁ 2 ଖଣ୍ଡ ଭୋଟ୍ ମୁଁ ଦେଉଥିଲି। କିନ୍ତୁ ଆଜି ମୁଁ ମୋର ସେଇ ଦଳରେ ଥାଇକି, ବିଜେପି ଦଳରେ ଥାଇକି ମଧ୍ୟ ମୋ ପୁଅ ବହୁ ଚେଷ୍ଟା କରିକି ବି ମୁଁ ଆଜି ମାନେ ମିଛ କହୁନି ଯେ ମୋ ପୁଅ ଚେଷ୍ଟା କରିକି କଂଗ୍ରେସ ଭୋଟ୍ ବି କିଛି କାଟିଛି। ୟା ପରେ ମଧ୍ୟ ମୋର ମୋର ଯେକୌଣସି ନ୍ୟାୟ ଅନ୍ୟାୟ ହେଇଛି ମୋତେ କେହି ସୁରକ୍ଷା ଦେଇନାହାନ୍ତି କି ବିଜେପି ସୁରକ୍ଷା ମୋତେ ଦେଇନାହିଁ। ତେଣୁକରି ମୋର ଆଉ ବିଜେପି ଦଳରେ ମୋର ରହିବା କିଛି ଆବଶ୍ୟକ ନାହିଁ। ମୋର ବଡ଼ ବା ପୁରୁଣା ଘରକୁ ମୁଁ ଆଜି ଫେରିଯାଉଛି। ମୋ ପରିବାର ଅଛନ୍ତି 4-5 ଜଣ। ତାପରେ ମୋ ପୁଅର ସାଥୀ ଯେଉଁମାନେ ଥିଲେ ଗତ ଇଲେକ୍ସନରେ, ଯେଉଁମାନେ ଥିଲେ 10-12 ଜଣ କି 15 ଜଣ ଖଣ୍ଡେ, ସେମାନେ ବି ତଥାପି 50 ଭଳି ହେବେ। ଦେଖନ୍ତୁ ଏଟା ଗୋଟେ ଖୁସିର କଥା ଯେ ଏଇଟା ଗୋଟେ ଆରମ୍ଭ ହେଲା। କଂଗ୍ରେସର ଏଇ ଯୋଉ ମିଶ୍ରଣ ପର୍ବ ଏଇଠୁ ଆରମ୍ଭ ହେଲା। ୟା ପରେ ଦେଖିବେ ବହୁ ଲୋକ ବର୍ତ୍ତମାନ ବିଜେପି ପ୍ରତି ଅତିଷ୍ଠ ହେଇଗଲେଣି। ବିଜେପିର ବର୍ତ୍ତମାନ ସରକାର ଅଛି ବୋଲି ଲୋକମାନେ ଗୋଟେ ବିଭିନ୍ନ ଆଶା ସ୍ୱାର୍ଥ ନେଇକି ଦଳରେ ପଡ଼ିକି ରହିଛନ୍ତି। କିନ୍ତୁ ଯୋଉ ଆଶା ଭରସା ନେଇକି ଯୁବକ ମାନେ ବିଜେପି ଦଳ ପ୍ରତି ଆକୃଷ୍ଟ ହେଇକି ଯାଇଥିଲେ, ସେମାନେ ସବୁ ସେ ବିଜେପି ଯାଇକି ସବୁ ଅଣନିଶ୍ୱାସୀ ହେଇଗଲେଣି। ବହୁ ଲୋକ ବର୍ତ୍ତମାନ ବିଜେପିରେ ମିଶିବା ପାଇଁ ଛାଡ଼ିକି କଂଗ୍ରେସରେ ମିଶିବା ପାଇଁ ବର୍ତ୍ତମାନ ଉଦ୍ୟମ ଆରମ୍ଭ କଲେଣି। ଦେଖିବେ ପଞ୍ଚାୟତ ନିର୍ବାଚନ ଯେତେ ପାଖେଇ ଆସିବ, ନିଶ୍ଚିତ ଭାବରେ କଂଗ୍ରେସ ଦଳରେ ବହୁ ମାତ୍ରାରେ ବିଜେପି ଦଳର ଯୁବକ, ଛାତ୍ର ଏବଂ ବିଜେପିର ଯୋଉମାନେ ମାନେ ମୂଳ କର୍ମୀ, ସେମାନେ କଂଗ୍ରେସ ଦଳରେ ସାମିଲ ହେବା ପାଇଁ ମାନସିକ ସ୍ତରରେ ପ୍ରସ୍ତୁତ ହେଲେଣି। ତେଣୁ ଏଇ ଯୋଉ ଜିତେନ ବାବୁ ଯିଏ ଆଜି ଆମ ଦଳରେ ସାମିଲ ହେଲେ, ସିଏ ତାଙ୍କ ପୁଅ ବିଜେପି ଦଳ ପାଇଁ ବହୁତ ସେ ତ୍ୟାଗ କରିଛନ୍ତି, ବିଜେପି ଦଳ ପାଇଁ ବହୁତ ସଂଗ୍ରାମ କରିଛନ୍ତି। ଏଠି ବହୁ ଭୋଟ ମଧ୍ୟ ସେ ବିଜେପି ଦଳ ପାଇଁ କରେଇଛନ୍ତି। କିନ୍ତୁ ଶେଷରେ ସିଏ ଯୋଉ ଆଜି ଯୋଉ ସେଇ ବିଜେପି ନେତାଙ୍କ ଦ୍ୱାରା ସିଏ ଆଜି ଅପଦସ୍ଥ ହେଇଛନ୍ତି ଏବଂ ତାଙ୍କ ଆକ୍ରୋଶର ଶିକାର ହେଇଛନ୍ତି। ସେଥିପାଇଁ ସେ ଅତିଷ୍ଠ ହେଇକି ସେ ଦଳକୁ ସେ ପରିତ୍ୟାଗ କରିଛନ୍ତି। ତେଣୁ ଏଟା ମୁଁ ଭାବୁଛି ନିଶ୍ଚିତ ଭାବରେ ତାଙ୍କ ନେତୃତ୍ୱରେ ମିଶିବା ଦ୍ୱାରା କଂଗ୍ରେସ ସୁଦୃଢ଼ ହେବ ଏବଂ ଆଗାମୀ ଦିନରେ ଏ ପଞ୍ଚାୟତରେ କଂଗ୍ରେସ ନିଶ୍ଚିତ ଭାବରେ ସରପଞ୍ଚ ଏବଂ ସମିତି ସଭ୍ୟ 2ଟା ଯାକ ପଦ ହାତେଇବେ ବୋଲି ମୁଁ ଆଶା ବିଶ୍ୱାସ କରୁଛି। ଏବଂ ସତ୍ୟାନନ୍ଦ ରାଉତ ଯିଏ ଆମ ଯୁବ ନେତା ଅଛନ୍ତି, ତାଙ୍କ ନେତୃତ୍ୱରେ ଇଏ 2ଟା ପଞ୍ଚାୟତ ନିଶ୍ଚିତ ଭାବରେ କଂଗ୍ରେସ ଭଲ କରିବ, ଏ ଆଶା ବିଶ୍ୱାସ ମଧ୍ୟ ମୋର ଅଛି।